এই কার্যক্রমে দেখা যাওয়া সমস্ত চিত্র আপনার বিচলিত করে দয়াকরি দুর্বল হৃদয়বান ব্যক্তি কিংবা ছোট পিলা এখন দেখন্তু না জি ওড়িশা কোনসি প্রকার অন্ধবিশ্বাস উপরে ভরসা করে নাই তথা তাকে সহমতি প্রদান করে নাই রীতিনীতি ও প্রথার অনুসন্ধান করা ହେଉଛି এই ধারাবাহিকর উদ্দেশ্য। এই কার্যক্রমকে অধিক রোমাঞ্চকর করা কিছু মনগড়া দৃশ্য দেখা যাইছি। মদ্যপান ও ধূম্রপান স্বাস্থ্য ক্ষতিকারক। କୌଣସି ଆତ୍ମାକୁ କ'ଣ କେବେ କୌଣସି ଡବାରେ ପୁରାଇ ରଖିବା ସମ୍ଭବ ହେବ କି? କ'ଣ ଆତ୍ମାମାନଙ୍କର ମଧ୍ୟ ପୂଜା କରାଯାଏ? ସେମାନେ କ'ଣ କେବେ ଶାକାହାରୀ ହୋଇପାରନ୍ତି? କ'ଣ ପିଚାସମାନେ କୌଣସି ଉତ୍ସବ ଥାଏ? କ'ଣ ପିଚାସମାନଙ୍କର କୌଣସି ଉତ୍ସବ ଥାଏ? ଅଘୋର ପନ୍ଥର ଅନ୍ଧକାର ଦୁନିଆରେ କାଳ କପାଳ ମହାକାଳର ଟିମ୍ ଏ ସମସ୍ତ ପ୍ରଶ୍ନର ଉତ୍ତର ପାଇବା ପାଇଁ ଅଘୋରୀଙ୍କ ସାଧନା ସ୍ଥଳୀରେ ଯାଇ ପହଞ୍ଚିଥିଲେ। ରାତ୍ରିର ଅନ୍ଧକାର ଭିତରେ କାଳ କୋପାଳ ମହାକାଳର ଟିମ୍ ଆଉ ଗୋଟିଏ ପାଦ ଆଗକୁ ବାହାରି ପଡ଼ିଥିଲେ। ମହାକାଳର ସାଧନାରେ ଲୁପ୍ତ ହୋଇ ରହିଥିବା ଜଣେ ସାଧିକା ସହିତ ଏଠାରେ ଆମର ସାକ୍ଷାତ ହୋଇଥିଲା। ଏହି ସାଧିକା ଆମକୁ ସେହି ପ୍ରେତ ସାଧକଙ୍କ ସାଙ୍ଗରେ ଦେଖା କରାଇବାକୁ ନେବେ, ଯିଏ ଗଛ ଉପରେ ବସି ସାଧନା କରନ୍ତି। ସାଧିକାଙ୍କ ସାଧନା ସରିଲା ପରେ ସେ ଗୋଟେ ମହମବତୀ ନେଇ ଜଙ୍ଗଲ ଭିତରକୁ ବାହାରିବାକୁ ଲାଗିଲେ, ଯେଉଁଠାରେ ତାଙ୍କ ଗୁରୁ ଅଘୋରୀ ସାଧକ ଗଛ ଉପରେ ବସି ସାଧନା କରୁଥିଲେ। जय महाकाल। काल कपाल महाकाल आजिर अध्याय को आपण को स्वागत। रात्रिर समय अत्यंत शांत समय होता है। यही समय जड़े अघोरी पाई साधना करने खूब महत्वपूर्ण होता है, कारण यही समय एमिति तांको साधना रे केही बाधा दियंती नाही एवं गछ उपरे साधना कहीं हुए। पशु पक्षी मानक यही साधनार कौन असुविधा न हो बोध हुए से गछ उपरे साधना करा जाए। किंतु कौन होता है प्रेत सरकार स्थली ओ प्रेत सरकार स्थली रे कौन सबू हुए से सबू आज आमे आपण को देखाइबो। किंतु यह पूर्वर आमे पुणी थरे आपण मानकु सावधान कराइबो। चाहिबु जे दुर्बल हृदयवान व्यक्ति यही कार्यक्रम को देखंतु नहीं एवं छोट पिला माने यही कार्यक्रम ठारो दूरे रुहंतु।
ଏ ଗଛର ଡାଳ ଉପରେ ବସିଥିବା ସାଧକଙ୍କ ପାଖରେ ମଶାଲ ଜଳୁଥିଲା। ସାଧକର ସମ୍ପୂର୍ଣ୍ଣ ଶରୀର ମଶାଣିର ପାଉଁଶରେ ବୋଳି ହୋଇ ରହିଥିଲା। ଏକ ବିଶେଷ ମୁଦ୍ରାରେ ଗଛ ଉପରେ ଆସନ ଜମାଇ ବସିଥିବା ଏହି ସାଧକଙ୍କର ରୂପ ଦେଖିଲେ ସମ୍ପୂର୍ଣ୍ଣ ବିକୃତ ଲାଗୁଥିଲା। ଗଳାରେ ରୁଦ୍ରାକ୍ଷମାଳ ଓ ମଥାରେ ତ୍ରିକାଳ ତିଳକ ଓ ମୁହଁରେ ଏକ ଭିନ୍ନ ପ୍ରକାର ଶାନ୍ତତା ଥିଲା। ଗଛରେ ପ୍ରେତ ଝୁଲି ରହିବାର ଆମେ ପୂର୍ବରୁ କାହାଣୀରେ ଶୁଣିଥିଲୁ, କିନ୍ତୁ ଏଠାରେ ଜଣେ ପ୍ରେତ ସାଧକ ପ୍ରେତ ସାଧନାରେ ଲାଗି ରହିଛି। ତୃତୀୟ ପ୍ରହର ରାତି ସରିବାକୁ ବସିଥିଲା। ଏବେ ପ୍ରେତ ସାଧନା ସମାପ୍ତ ହେବାକୁ ବସିଥିଲା। ହଠାତ୍ ସାଧକ ନିଜ ଆଖି ଖୋଲିଥିଲା। ଆଖିକୁ ଦେଖି ଲାଗୁଥିଲା ସତେ ଯେମିତି ତାହା ନିଶାରେ ଭର୍ତ୍ତି ହୋଇ ରହିଛି। ଏହା ସାଧନା ଶକ୍ତିର ଉନ୍ମାଦ ନା ନିଦ୍ରାର ସ୍ୱରୂପ। ସାଧକ ଗଛ ଉପରେ ରଖିଥିବା ଢାଳ ଓ ଚିମୁଟା ତାଙ୍କ ସେବିକାକୁ ଦେଇଦେଲେ ଏବଂ ପ୍ରେତ ସାଧନାର ଆଗାମୀ ପର୍ଯ୍ୟାୟର ପ୍ରସ୍ତୁତି ଆରମ୍ଭ କଲେ। ବିନା କିଛି କହି ସେମିତି ଏକ ଜାଗାରେ ପହଞ୍ଚିଲେ ଯେଉଁଠାରେ ଆଗରୁ କିଛି ପ୍ରସ୍ତୁତି କରି ରଖାଯାଇଥିଲା। କାଳ ରାତିରେ କାଳଙ୍କୁ ପ୍ରଶଂସା କରିବା ପାଇଁ ଗୋଟିଏ ପଥର ଉପରେ କଳା ଲଗାଗଲା। ପଥରରେ ଆଖି ମଧ୍ୟ ତିଆରି କରାଯାଇଥିଲା। ଆମକୁ କୁହାଗଲା ଯେ ତାହା ହେଉଛି ପ୍ରେତର ଚେଲା, ଅର୍ଥାତ୍ ଏହି ପଥରକୁ ପ୍ରେତ ପାଇଁ ପ୍ରତିଷ୍ଠିତ କରାଯାଏ ଏବଂ ପାଖରେ ଗୋଟିଏ ନରମୁଣ୍ଡ ମଧ୍ୟ ରଖାଯାଇଥିଲା। ନରମୁଣ୍ଡକୁ ମଧ୍ୟ ପୂର୍ବରୁ ସଜାଇ ଦିଆଯାଇଥିଲା। ଏକ କଳା ଆସନରେ ପ୍ରେତର ଚେଲାକୁ ରଖାଗଲା ଏବଂ କଳା ପଗଡ଼ି ସହିତ ଗୋଟିଏ କଳା ପରିଧାନ ମଧ୍ୟ ପିନ୍ଧାଇ ଦେଲେ। ପ୍ରକୃତରେ ପ୍ରେତର ଚେଲାକୁ ପ୍ରେତ ସରକାରର ରୂପରେ ଏଠାରେ ବିରାଜମାନ କରି ପୂଜା କରାଯାଉଥିଲା। କିଛି ସମୟ ପରେ ସାଧକ ଏଠାରେ ପ୍ରେତ ସାଧନାର ଆୟୋଜନ କରିବେ। ନରମୁଣ୍ଡକୁ ମଧ୍ୟ ପଗଡ଼ି ପିନ୍ଧା ଯାଇଥିଲା, କିନ୍ତୁ ଏହି ପଗଡ଼ିର ରଙ୍ଗ ଲାଲ ଥିଲା। ଆମକୁ କୁହାଗଲା ଯେ ଲାଲ ରଙ୍ଗର ପଗଡ଼ି ପିନ୍ଧିଥିବା ଏହି ନରମୁଣ୍ଡ ହେଉଛି ପ୍ରେତସ୍ଥଳୀର ମନ୍ତ୍ରୀ। ଏବଂ ପ୍ରେତସ୍ଥଳୀର ପ୍ରଜା ଆଉ କେହି ନୁହନ୍ତି, ବରଂ କେବଳ ପ୍ରେତମାନେ ହିଁ ହୋଇଥାନ୍ତି। ପ୍ରେତ ସରକାର ଓ ତାଙ୍କ ମନ୍ତ୍ରୀଙ୍କୁ ଫୁଲ ଅର୍ପଣ କରାଗଲା। ଏଠାରେ ପୂଜାର ସାମଗ୍ରୀ ରହିଛି। ଅଗରବତୀର ସୁଗନ୍ଧ ରହିଛି। କିଛି ମିଠା ମଧ୍ୟ ରଖାଯାଇଛି। ପ୍ରେତ ପୂଜାର ସ୍ଥଳୀକୁ ଏଭଳି ସାତ୍ତ୍ୱିକ ଭାବେ ସଜାଯାଇଥିଲା, ଯାହାକୁ ଦେଖି ଆଶ୍ଚର୍ଯ୍ୟ ମଧ୍ୟ ଲାଗୁଛି।
ବର୍ତ୍ତମାନ ଆପଣମାନେ ଯାହା ଦେଖିଲେ ତା ମଧ୍ୟରୁ ଯଦି ନର ମୁଣ୍ଡକୁ କାଢ଼ି ଦିଆଯାଏ ତେବେ ତାହା ଅବିକଳ ଆପଣ ଓ ଆମ ଘରେ ହେଉଥିବା ସାତ୍ୱିକ ପୂଜା ଭଳି ଦେଖାଯିବ। ପ୍ରେତସ୍ଥଳୀ ସଜାଇ ହୋଇ ରହିଛି ଓ ବର୍ତ୍ତମାନ ଏଠାରେ ଚମତ୍କାର ହେବାକୁ ଯାଉଛି, କାରଣ ଏଠାରେ ପ୍ରେତଙ୍କ ସରକାର ଅଛନ୍ତି, ତାଙ୍କ ମନ୍ତ୍ରୀ ମଧ୍ୟ ଅଛନ୍ତି ଓ ପ୍ରଜାଗଣ ମଧ୍ୟ ପ୍ରେତଙ୍କର ଗୋଷ୍ଠୀ ମଧ୍ୟରେ ଅଛନ୍ତି। ପ୍ରେତ ସରକାରଙ୍କ ସ୍ଥଳୀରେ ମଜାମସ୍ତିର ଆୟୋଜନ କିପରି ବା ନ ହେବ? ସାଧକମାନେ ମଦ ବୋତଲ କାଢ଼ିଲେ ଓ ପ୍ରେତର ମୁଖ୍ୟଙ୍କ ସହିତ ତାଙ୍କ ମନ୍ତ୍ରୀଙ୍କୁ ବି ମଦ୍ୟପାନ କରାଇଲେ। ରାତି ସରିବାକୁ ବସିଥିଲା ଓ ସକାଳର ସୂର୍ଯ୍ୟ ଦେଖାଯାଉଥିଲା ଏବଂ ସେତେବେଳର ମାହୋଲ ଆହୁରି ଭୟଙ୍କର ହେବାକୁ ଲାଗିଲା। ଅଘୋରୀଙ୍କ ସେବିକା ତାଙ୍କ ସ୍ୱାମୀଙ୍କ ଆଦେଶ କ୍ରମେ ଗୋଟିଏ ବ୍ୟାଗ୍ ନେଇକି ଆସିଲେ। ବଳିର ଏହି ପ୍ରସାଦ ଗୋଟିଏ ଛେଳିର ମୁଣ୍ଡ ପ୍ରେତ ସରକାରଙ୍କ ସ୍ଥଳୀରେ ସେ ଉପସ୍ଥିତ ହୋଇସାରିଥିଲା। ଆମକୁ କୁହାଗଲା ଯେ ସମ୍ପ୍ରଦାୟରେ ପ୍ରେତ ମହାରାଜଙ୍କୁ ବଳି ଚଢ଼ାଇବାର ପରମ୍ପରା ରହିଛି। ଏହା ସହିତ କୁକୁଡ଼ାର କଟା ଗୋଡ଼, ଛେଳିର କଟା ମୁଣ୍ଡ ଏବଂ ତା ସହିତ ମାଂସ ମଧ୍ୟ ପ୍ରେତ ସରକାରଙ୍କ ସାମ୍ନାରେ ପ୍ରସ୍ତୁତ କରାଗଲା। କିନ୍ତୁ ପ୍ରେତାତ୍ମାମାନେ କେବଳ ମାଂସାହାରୀ ହୋଇନଥାନ୍ତି। ଆମକୁ କୁହାଯାଇଥିଲା ଯେ ଶାକାହାରୀ ପ୍ରେତଙ୍କ ପାଇଁ ଅଲଗା ବନ୍ଦୋବସ୍ତ କରାଯାଇଥିଲା। ତାଙ୍କ ପାଇଁ ଦହି, କ୍ଷୀର ସହିତ ଅଲଗା ଜିନିଷର ମଧ୍ୟ ଆୟୋଜନ କରାଯାଇଛି। ପ୍ରେତ ସରକାରଙ୍କୁ ପ୍ରସନ୍ନ କରିବା ପାଇଁ ଯୋଗର ଅଲଗା ଅଲଗା ମୁଦ୍ରା ଦ୍ୱାରା ଏହି ଅଘୋରୀ ସାଧନା କରିବାକୁ ଲାଗିଲେ। ଏହା ହେଉଛି ପ୍ରେତଙ୍କୁ ପ୍ରଣାମ କରିବାର ଗୋଟିଏ ଉପାୟ। ଭୂତ ପ୍ରେତଙ୍କ ଆଶୀର୍ବାଦ ବିନା କିଛି ହୋଇପାରିବ ନାହିଁ ବୋଲି ମହାକାଳଙ୍କୁ ପ୍ରଣାମ କରାଯାଉଛି। ଏବେ ପର୍ଯ୍ୟନ୍ତ ଆମେ ଯାହା ସବୁ ଦେଖିଥିଲୁ ସେ ମଧ୍ୟରେ ମହାକାଳଙ୍କର ଏହି ସାଧକ ପୁରା ଶାନ୍ତ ହୋଇ ରହିଥିଲେ। ନା କିଛି ମନ୍ତ୍ର, ନା କିଛି ଜୟକାର, ପୁରାପୁରି ଶାନ୍ତ ହୋଇ ସାଧକ ନିଜ ସାଧନା ପ୍ରେତ ସରକାରଙ୍କ ପୂଜା ମଧ୍ୟ କରୁଥିଲେ। ସେଠାରେ କୌଣସି ପ୍ରେତ ଉପସ୍ଥିତ ଥିବାର ଅନୁଭବ ମଧ୍ୟ ଆମ ଟିମ୍କୁ ହୋଇନଥିଲା। ଏଠାରେ କିଛି ପୂଜା ହେଉଛି ବା କୌଣସି ଭୂତ ପ୍ରେତ ଉପସ୍ଥିତ ଅଛନ୍ତି, ଏସବୁ ଆମକୁ କିଛି ଜଣାପଡ଼ିଲା ନାହିଁ। ଆଉ ଆମକୁ ଯାହା ଅନୁଭବ ହେଉନଥିଲା ତାହା ଉପରେ ବିଶ୍ୱାସ କିପରି ଭାବେ ହେବ? ଆପଣ କ'ଣ ସତରେ ପ୍ରେତ ଦେଖିଛନ୍ତି? ଆମେ ଦେଖିପାରିବୁ? ତମେ କ'ଣ ପ୍ରେତ ଦେଖିବ? ପ୍ରେତର ରୂପ ଦେଖିଲେ ତୁମେ ଭୟରେ ମରିଯିବ।
ପ୍ରେତର ଅବସ୍ଥା ବର୍ତ୍ତମାନ ଯାହା ଅଛି ତାକୁ ଦେଖିବା ମାତ୍ରେ ଭୟ ଲାଗିବ। ଏବେ କ'ଣ ଦେଖିବ? ବାବା, ଏଇ ପ୍ରେତକୁ ଆମେ ସାଧାରଣ ଜନତାକୁ ଦେଖାଇବାକୁ ଚାହୁଁଛୁ। ଠିକ୍ ଅଛି, ଯଦି ପ୍ରେତ ଦେଖିବାକୁ ଚାହୁଁଛ ତେବେ ରାତି 12ଟାରେ ମଶାଣୀକୁ ଆସିଯିବ। ଆଜି ରାତିରେ? କିନ୍ତୁ ତାହା ଦେଖି ଡରିବନି। आज रात 12 बजे आ जाना। ପ୍ରେତ ଆମକୁ ମଧ୍ୟରାତ୍ରିରେ କେବଳ କାହିଁକି ଦେଖାଯିବ? କାହିଁକି ମଶାଣୀରେ କେବଳ ପ୍ରେତ ଦେଖାଯିବ? ଖାଲି ଆଖିରେ କ'ଣ ପାଇଁ ଦେଖାଯିବ ନାହିଁ? ପ୍ରେତ ସରକାରଙ୍କ ସ୍ଥଳୀ ପ୍ରସ୍ତୁତ କରିଥିବା ଅଘୋରୀକୁ ଆମକୁ କିପରି ଭାବରେ ପ୍ରେତ ଦେଖାଇବ? ଏସବୁ ପ୍ରଶ୍ନକୁ ମନରେ ରଖି ଆମେ ମଶାଣୀରେ ପହଞ୍ଚିଥିଲୁ। ନଦୀକୂଳ ପାଖରେ ଏକ ଜୁଇ ଜଳୁଥିଲା। ସେ ଜୁଇ ପାଖରେ ସେ ସମସ୍ତ ସାଧକ ବସି ରହିଥିଲେ। ଆମକୁ କୁହାଗଲା ଏଠାରେ ସାଧକମାନେ ପୂର୍ବରୁ ଚିତା ସ୍ନାନ, ଚିତା ପୂଜନ ଓ ପ୍ରେତ ପୂଜା କରିସାରିଥିଲେ। ଆଜି ଏଠାରେ ପ୍ରେତର ଦର୍ଶନ ହେବାର ଥିଲା। ପ୍ରେତକୁ ଡାକିବା ପାଇଁ ଲେମ୍ବୁ ଅଣାଗଲା ଓ ପ୍ରେତ ଭୋଜନ ମଧ୍ୟ ଆୟୋଜନ କରାଯାଇଥିଲା। ମାଟି ଦୀପରେ ଲବଙ୍ଗ, ପାନମଧୁରୀ, ଗୁଡ଼, ସିନ୍ଦୁର ଓ ଚାଉଳ ସହିତ ମାଂସ ମିଶାଇ ଭୋଗ ପ୍ରସ୍ତୁତ କରାଗଲା। डरना मत। डरना मत, प्रेम से भट रहा हो। आया प्रेत दिखाऊंगे। हाँ, आ गया। लेखा। हाँ, प्रेत दिखाऊंगे, लेखा। लेखा। कब बोले? लेखा। आ गया। हाँ। हाँ। लेखा। ଭୋଗରେ ପୂର୍ଣ୍ଣ ଥିବା ଦୀପକୁ କାପାଳିକ ଜୁଇରେ ପକାଇବାକୁ ଲାଗିଲା। ଏବେ ଏଠାରେ ପ୍ରେତ ଆସି ଭୋଗ ଗୁଡ଼ିକୁ ଖାଇବ। ସେଇ ପ୍ରେତ ଆମକୁ ଦେଖାଯିବ। ପ୍ରେତ ସହିତ ଆମର ଭେଟ ହେବ। ଆଉ ଯଦି ଭେଟ ହୁଏ ତେବେ ତାହା ଆଗକୁ କ'ଣ ହେବ?
ପ୍ରେତକୁ ଆମ ଆଖି ଖୁବ୍ ଅଧୈର୍ଯ୍ୟର ସହିତ ଅପେକ୍ଷା କରି ରହିଥିଲା। ଜୁଇର ସେଇ ଜଳୁଥିବା ଉତ୍ତପ୍ତ ନିଆଁରେ ଆମ କ୍ୟାମେରା ସବୁକିଛି ରେକର୍ଡ କରୁଥିଲା। ତେବେ ଏହି ପ୍ରେତ କେତେବେଳେ ଆସି ପହଞ୍ଚିବ, ଆଉ ଯଦି ଆସିବ ତେବେ ତାହାର ରୂପ କିଭଳି ଭାବେ ଥିବ? କ'ଣ ସେହି ପ୍ରେତର ଆଗମନରେ ଆମେ ଡରିଯିବୁ? ଏ ସମସ୍ତ ପ୍ରଶ୍ନର ଉତ୍ତର ଆଗାମୀ ଅଧ୍ୟାୟରେ ଆମେ ଆପଣଙ୍କୁ ଦେବୁ। ଆଜି ପାଇଁ ତ ସମୟ ହୋଇଯାଇଛି। କାଲି ପୁଣି ଦେଖା ହେବ ଠିକ୍ ଏହି ସମୟରେ। ଜୟ ମହାକାଳ।